ଭିକାରୀ ବୁଢ଼ାଟିଏ ଗାଁ ଗାଁ ଭିକ ମାଗି ଚଳେ। ରୁଗ୍ଣ ଶରୀର, ଅସ୍ଥିସାର କଙ୍କାଳ, ପରିଧେୟ ମଇଳା ଗଞ୍ଜି ସାଙ୍ଗକୁ ସାତଶିଆ ଧୋତି, ଆଖି ଉପରେ କଳା ରଙ୍ଗର ଶସ୍ତା ଚଷମା, ମୁଣ୍ଡରେ ବର୍ଷ ବର୍ଷ ଧରି ତେଲ ଟୋପାଏ ବି ବାଜି ନାହିଁ। ସେ ଭିକାରୀ ବୁଢ଼ାଟିର ଘର ସର୍ଣ୍ଣପୁର ଗାଁରେ। ସଂସାରରେ ତାର ନିଜର ବୋଲି ଆଉ କେହି ବି ନାହିଁ। ଝିଅକୁ 2 ବରଷ ବେଳେ ହଇଜାରେ ସ୍ତ୍ରୀ ଆଖି ବୁଜିଲା। ବନ୍ୟାରେ ତା ଘର ଖଣ୍ଡିକ ବି ଭୁଷୁଡ଼ି ପଡ଼ିଲା। 5 ବରଷର ଝିଅ କାନ୍ଥ ତଳେ ଚାପି ହୋଇଗଲା। ଝିଅକୁ ହରେଇ ସେ ବୁଢ଼ା ବି ବହୁତ କାନ୍ଦିଲା। ଗ୍ରାମବାସୀମାନେ ସେ ବୁଢ଼ାକୁ ବହୁତ ସାନ୍ତ୍ୱନା ଦେଲେ। ପାଳି କରି ଅଡ଼ିଏ ଲେଖାଏଁ ସେ ବୁଢ଼ାକୁ ଖାଇବାକୁ ଦେଲେ। ଚାନ୍ଦା କରି ସେ ବୁଢ଼ାର ଘର ବି ସଜାଡ଼ି ଦେଲେ। କିନ୍ତୁ ସେ ବୁଢ଼ାର ବିବେକ ବୁଢ଼ାକୁ ବାଧା ଦେଲା। ଏଣୁ ସେ ବୁଢ଼ା ଆଉ ଗ୍ରାମବାସୀମାନଙ୍କ ଠାରୁ ପାଳି ଭାତ 2 ଅଣ ଖାଇଲା ନାହିଁ। ଗାଁ ପାଖରେ ଥିବା ଗାଁ ଓ ପାଖ ଗାଁମାନଙ୍କରେ ହାଟ ବଜାରରେ ସେ ବୁଢ଼ା ଏଥର ଭିକ ମାଗିଲା। ତାପରେ ସେ ନିଜେ ବି ରାନ୍ଧି ଖାଇଲା। ଦିନକର ଘଟଣା। ଜ୍ୟେଷ୍ଠ ମାସ। ଏଣେ ସେ ଭିକାରୀ ବୁଢ଼ା କିଛି ବି ଖାଇନାହିଁ। ସେଥିରେ ସେ ସକାଳୁ ଭିକ ମାଗିବାକୁ ବାହାରି ପଡ଼ିଲା। ଯାଇ ପହଞ୍ଚିଲା ଗୋଟିଏ ଗାଁରେ। ଭିକ ମାଗି କିଛି ଚାଉଳ ପନିପରିବା ଧରି ସେ ଭିକାରୀ ବୁଢ଼ା ନିଜ ଗାଁକୁ ଫେରୁଛି। ମନେ ମନେ ପୁଣି ସେ ବୁଢ଼ା ଭାବୁଛି ଘରେ ଶୀଘ୍ର ପହଞ୍ଚିଲେ କେମିତି ଗଣ୍ଡାଏ ରାନ୍ଧି ଖାଇବ। ବୁଢ଼ା ପଛରେ ସ୍କୁଲ ପିଲାମାନେ ଛୁଟି ହୋଇ ଅତ୍ୟନ୍ତ ଖୁସିରେ ଘରକୁ ଫେରୁଥାନ୍ତି। ସେତେବେଳକୁ ଦିନ ପ୍ରାୟ 11ଟା କି 12ଟା ହେବ। ସୂର୍ଯ୍ୟ ବା ଠିକ୍ ମୁଣ୍ଡ ଉପରେ। ଦେହ ମୁହଁ ଖାଲି ପୋଡ଼ି ଯାଉଥାଏ। ହଠାତ୍ କ'ଣ ହେଲା ନା ସେ ବୁଢ଼ା ଭିକାରୀଟି ଢଳି ଢଳି ରାସ୍ତାରେ ପଡ଼ିଗଲା। ବୁଢ଼ାଟି ଏପରି ପଡ଼ିଯିବାର ଦେଖିଲା ଘନଶ୍ୟାମ। ସେ ଘନଶ୍ୟାମ ତ ନିହାତି ଶାନ୍ତ ସୁଧାର ପିଲା। 10ମ ଶ୍ରେଣୀରେ ସେ ପାଠ ପଢ଼େ। ଭଲ ପାଠ ବି ପଢ଼େ। ଭଲ ପିଲା ବୋଲି ଶିକ୍ଷକ ମଧ୍ୟ ସେ ଘନଶ୍ୟାମକୁ ଖୁବ୍ ଭଲ ପାଆନ୍ତି। ଘନଶ୍ୟାମ ଦେଖିଲା ବୁଢ଼ା ବାଟରେ ପଡ଼ିଗଲା। ବୁଢ଼ା ପଡ଼ିଯିବାର ଦେଖି ଘନଶ୍ୟାମ ସେ ବୁଢ଼ା ନିକଟକୁ ଦୌଡ଼ିଗଲା। ତା ସାଙ୍ଗ ପିଲାମାନଙ୍କୁ ତୁରନ୍ତ ଡାକିଲା। ଘନଶ୍ୟାମର ସାଙ୍ଗମାନେ ଆସି ସମସ୍ତେ ସେ ବୁଢ଼ା ଚାରିପଟେ ଘେରିଗଲେ। ବହି ଧରି ବୁଢ଼ାକୁ ବିଞ୍ଚିଦେଲେ। ଆଉ ସେ ବୁଢ଼ାର କାନ ଫୁଙ୍କିଲେ। ଆଖପାଖରେ କେଉଁଠି ବି ପାଣି ନଥିଲା। ଘନଶ୍ୟାମ ତ ଆଉ ପିଇବା ପାଇଁ ତା ବୋତଲରେ ପାଣି ନେଇଥିଲା। ସେ ବୋତଲରେ ଯେତକ ପାଣି ଥିଲା ସବୁ ସେ ବୁଢ଼ାର ମୁଣ୍ଡରେ ଢାଳିଲା ଘନଶ୍ୟାମ। ଏମିତିକି ସାଙ୍ଗ ପିଲାମାନଙ୍କ ବୋତଲର ପାଣି ବି ସେ ବୁଢ଼ାର ଦେହ ମୁଣ୍ଡରେ ଢାଳିଲା ଘନଶ୍ୟାମ। ବୁଢ଼ାର ପାଟି ଖୋଲିଲା ଓ ବୁଢ଼ାକୁ ପାଣି ପିଆଇଲା। କିଛି ସମୟ ପରେ ସେ ବୁଢ଼ା ନିଜର ଚେତା ବି ଫେରି ପାଇଲା। ଏଥର ଆଖି ଖୋଲି ଚାହିଁଲା ସେ ବୁଢ଼ା। ତାପରେ ଘନଶ୍ୟାମ ଓ ତାର ସାଙ୍ଗମାନେ ସେ ଭିକାରୀ ବୁଢ଼ାର ହାତ ଧରି ଘନଶ୍ୟାମ ଘରକୁ ନେଇ ଆସିଲେ। ଘନଶ୍ୟାମ ବି ତା ମାଆକୁ ସବୁ କଥା କହିଲା। ଏଥିପାଇଁ ସେ ଘନଶ୍ୟାମର ମା ଘନଶ୍ୟାମକୁ ଧନ୍ୟବାଦ ଦେଲେ। ଭଲ କାମ କରିଛୁ ବୋଲି ମଧ୍ୟ କହିଲେ। ଠାକୁରେ ତୋର ମଙ୍ଗଳ କରନ୍ତୁ ବୋଲି କହି ଆଶୀର୍ବାଦ ବି ଦେଲେ। ଘଣ୍ଟାଏ 2 ଘଣ୍ଟା ପରେ ଘନଶ୍ୟାମର ମା ଅଣ୍ଡା, ଭାତ, ଡାଲି, ତରକାରୀ ଖାଇବାକୁ ଦେଲେ। ବୁଢ଼ା ଖାଉ ଖାଉ କହିଲା, ମା, ମୋ ଜୀବନର ଏତେ ଭଲ ଖାଇବା ପିଇବା ସେବା ଶୁଶ୍ରୂଷା ଦିନେ ବି ହେଲେ ବି ପାଇନଥିଲି। ଆଜି ତୁମ ପୁଅ ଓ ତାର ସାଙ୍ଗମାନଙ୍କ ପାଇଁ ମୁଁ ବଞ୍ଚିଗଲି। ନହେଲେ ତ ମରି ଯାଇଥାନ୍ତି। ଘନଶ୍ୟାମ କହିଲା, ହଉ ଏବେ ଆପଣ ଶୋଇପଡ଼ନ୍ତୁ। ତହୁଁ ସେ ବୁଢ଼ାଟି ବି ଖାଇସାରିବା ପରେ ଆରାମରେ ଶୋଇପଡ଼ିଲା। ଏଣେ ଖରା ଲେଉଟିଲା। ସନ୍ଧ୍ୟା ହେବାକୁ ତ ଅନେକ ସମୟ ବାକି ଥାଏ। ବୁଢ଼ା ଏଥର ନିଦରୁ ଉଠିଲା। ଘନଶ୍ୟାମର ମାଆକୁ ଡାକି ସେ ବୁଢ଼ା କହିଲା, ମା, ମୋତେ ଏବେ ଖୁବ୍ ଭଲ ଲାଗୁଛି। ତେଣୁ ଏବେ ମୁଁ ଗୋଟିଏ ଗୋଟିଏ ପାଦ ପକାଇ ମୋ ଗାଁକୁ ଯାଇପାରିବି। ଏହା ଶୁଣି ସେ ଘନଶ୍ୟାମ କହିଲା, ନାଇଁ ନାଇଁ, ଆଜି ଆପଣ ଏଇଠି ହିଁ ରହିବେ। କାଲି ସକାଳେ ଯାଇ ମୁଁ ଓ ମୋର ସାଙ୍ଗ ପିଲାମାନେ ତୁମକୁ ନେଇ ତୁମ ଘରେ ଛାଡ଼ି ଦେଇ ଆସିବୁ। ସୂର୍ଯ୍ୟ ଅସ୍ତ ହେଲେ ହିଁ ତୁମେ ଯାଇ ବାହାରକୁ ବାହାରିବ। ତୁମକୁ ପରା ଅଂଶୁଘାତ ହୋଇ ଆସୁଥିଲା, ମାତ୍ର ଅଳ୍ପକେ ରକ୍ଷା ପାଇଗଲ। ଆଗ ଯୁଗ ଭଳି ଏବେ ତ ଗଛ ଆଉ ନାହିଁ। ଲୋକେ ଗଛର ଉପକାରିତା ଗୁଣ ନ ଜାଣି ଓଲଟି ଗଛ ସବୁକୁ କାଟି ଦେଉଛନ୍ତି। ତେଣୁ ଏବେକା ଖରା ଅତି ପ୍ରଖର। ତେଣୁ ଘରୁ ବାହାରିବା ବେଳେ ସାଙ୍ଗରେ ଛତା ଓ ପାଣି ବୋତଲ ନେବା ଏକାନ୍ତ ଆବଶ୍ୟକ। ଏହାଛଡ଼ା ପ୍ରଚୁର ପାଣି ପିଇବା ମଧ୍ୟ ଆବଶ୍ୟକ।
ତାପରେ ଘନଶ୍ୟାମ ସେ ବୁଢ଼ାକୁ କହିଲା, ତୁମେ ତ ସହଜରେ ବୁଢ଼ା ଲୋକ, ତା ସାଙ୍ଗକୁ ପୁଣି ଦୁର୍ବଳ ଶରୀର, ତେଣୁ ଖରାରେ ବୁଲି ବୁଲି ଭିକ ମାଗିବା ଅନୁଚିତ। ଏକଥା ଶୁଣି ସେ ବୁଢ଼ା କହିଲା, ଭିକ ମାଗିଲେ ତ ପୁଣି ଖାଇବି, କାହିଁକିନା କେବଳ ଭିକ ମାଗିବା ହିଁ ମୋର ବେଉସା, ନହେଲେ ଖାଇବି ଆଉ କ'ଣ, ବଞ୍ଚିବା କିପରି? ଏହି କଥା ସେ ବୁଢ଼ା ଅତ୍ୟନ୍ତ ଦୁଃଖରେ କହିଲା। ଆଉ ମାସକ ପରେ ତ ଆଷାଢ଼ ମାସ ହେବ, ତେଣିକି ବର୍ଷା ହେବ, ଥଣ୍ଡା ବି ପଡ଼ିବ, ସେତେବେଳେ ତ ଆଉ କିଛି ବି ଅସୁବିଧା ହେବ ନାହିଁ। ଏଇ କଥା ଘନଶ୍ୟାମ କହିଲା। ତାପରେ ଘନଶ୍ୟାମର ମା ସେ ବୁଢ଼ାକୁ ଚୁଡ଼ା, ଦହି, କଦଳୀ ଖାଇବାକୁ ଦେଲେ। ରାତିରେ 6 ତରକାରୀ 9 ଭଜା ବିଭିନ୍ନ ଭଲ ଭଲ ଖାଦ୍ୟ ଖାଇ ସେ ବୁଢ଼ା ପୁରା ସୁସ୍ଥ ହୋଇଗଲା। ରାତି ପାହି ସକାଳ ହେଲା। ଘନଶ୍ୟାମ ଘର ଘର ବୁଲି ତାର ସମସ୍ତ ସାଙ୍ଗ ପିଲାମାନଙ୍କୁ ଡାକିଲା। ସେ ଭିକାରୀ ବୁଢ଼ାର ଦୁଃଖ ବିଷୟରେ ସମସ୍ତଙ୍କୁ ଅବଗତ କରାଇଲା। ଏମିତିକି ଗାଁରେ ବୁଲି ବୁଲି ସମସ୍ତେ ଚାନ୍ଦା ଆଦାୟ କଲେ। ସେହି ଚାନ୍ଦାରେ ସେ ଦିନ ରବିବାର ଗାଁ ହାଟରୁ ଲୁଗା, ଜାମା, ଗାମୁଛା, ଚାଉଳ, ଚୁଡ଼ା, ଚିନି, ଡାଲି, ପରିବା, ତେଲ, ଲୁଣ ଆଦି କିଣିଲେ। ଖରା ଲେଉଟିବା ପରେ ପିଲାମାନେ ଅଲଗା ଅଲଗା ବ୍ୟାଗରେ କିଣିଥିବା ଜିନିଷକୁ ରଖି ସେ ବୁଢ଼ା ସହିତ ତା ଗାଁକୁ ଗଲେ। ସୋନପୁର ଗାଁରେ ସେ ବୁଢ଼ାକୁ ତା ଘର ପାଖରେ ଛାଡ଼ିଦେଲେ। ତାପରେ ସେ ପିଲାମାନେ କହିଲେ, ଅଜା, ତୁମ ପାଖରେ ବର୍ତ୍ତମାନ ଯେତିକି ଖାଇବା ଜିନିଷ ଅଛି, ତାହା ତୁମର ନିଶ୍ଚୟ ମାସେ ଚାଲିଯିବ। ତେଣୁ ତୁମେ ଆଉ କେବେ ବି ଖରାରେ ଘରୁ ବାହାରିବ ନାହିଁ। ସବୁ ଶୁଣି ସେ ବୁଢ଼ା କହିଲା, ହଁ ପିଲାମାନେ, ତୁମେମାନେ ମୋର ଯେଉଁ ଉପକାର କରିଛ, ମୁଁ ସେସବୁ କେବେ ବି ଭୁଲି ପାରିବି ନାହିଁ। ଏହି କାରଣରୁ ମୁଁ ବି ତୁମର ଅଶେଷ ମଙ୍ଗଳ କାମନା କରୁଛି। ଆଉ ଠାକୁରଙ୍କ ନିକଟରେ ମଧ୍ୟ ପ୍ରାର୍ଥନା କରୁଛି ଯେ ଠାକୁରେ ତୁମମାନଙ୍କୁ ଭଲ ପାଠ ଦିଅନ୍ତୁ, ଭବିଷ୍ୟତରେ ତୁମେମାନେ ଭଲ ମଣିଷ ହୁଅ, ଠାକୁରେ ତୁମମାନଙ୍କୁ ସର୍ବଦା ସମୃଦ୍ଧି ଦିଅନ୍ତୁ। ସେ ଭିକାରୀ ବୁଢ଼ାର ଆଶୀର୍ବାଦ ଘେନି ଏଥର ସେ ପିଲାମାନେ ନିଜ ଗାଁକୁ ଆସିଲେ। କାହାଣୀଟି ଯଦି ଭଲ ଲାଗିଲା, ଲାଇକ୍, ସବସ୍କ୍ରାଇବ୍ କରି ବେଲ୍ ଆଇକନକୁ ଦେବା ପାଇଁ ଜମା ବି ଭୁଲିବେନି।